ନିଜର ବୋପା କାହିଁକି ପୁଅର ମସ୍ତକକୁ ଶିରଚ୍ଛେଦନ କରିଥିଲେ? ହଁ ତାକୁ ତିଆରିଲାନି କଣ ଯଦି ଭୁଲ କାମ କଲା ବେଲେ? ସତ କଥା ଶୁଣେ କାହିଁକି ହଁ ମାରିଥିଲେ? କାହିଁକି ମାରିଥିଲି? ଆଉ ଟିକେ କରିବା ଆଉ ପରେ କରିବା ଘଟଣାଟା କରୁ ଯେ ମାତ୍ର ସେଇଟା ଟିକେ ସନ୍ଦେହ ରହିଯାଉଛି। ସେ ପ୍ରଶ୍ନଟା ଗଲାଡୁ ଗାଡିରେ ଗଲାଡୁ ଗଲେ ମୋର ଚଲି କୋଉଟାରେ ଭଗବାନ ଶିବ କାହିଁକି ନିଜ ପୁଅକୁ ମାରିଥିଲେ? ହଁ ଯାହାର ଲୁଣ ଖାଉଛନ୍ତି ତାର ଗୁଣ ଗାଇବାକୁ ପଡୁ। ସତ କଥା ଆଜି ତାଙ୍କର ଯାତ୍ରା ଚାଲିଛି। ଯାତ୍ରା ଆମେ ଗଲା ପରେ ତାଙ୍କେ ଦି ନେଇକିରି ବନ୍ଦର ନେଇକିରି ଫଗାଡି ଦେବେ ବୁଝିଲୁ? ହଁ ତାଙ୍କର ଦାନ୍ତଟା କଣ ପାଇଁ ଗୋଟେ ଅଧା ଦାନ୍ତ ରହିଲା। ହଁ ଆଉ ନିଜର ବୋପା କାହିଁକି ପୁଅର ମସ୍ତକକୁ ଶିରଚ୍ଛେଦନ କରିଥିଲେ? ହଁ ତାକୁ ତିଆରିଲାନି କଣ ଯଦି ଭୁଲ କାମ କଲା ବେଲେ? ସତ କଥା ଶୁଣେ କାହିଁକି ମାରିଥିଲେ? କାହିଁକି ମାରିଥିଲି? ଶୁଣନ୍ତୁ ସୁଧରଣ ମାନ କର୍ଣ୍ଣ ଦେଇ ଶୁଣନ୍ତୁ ସୁଧରଣ ମାନ କର୍ଣ୍ଣ ଦେଇ ପ୍ରଶ୍ନର ଉତ୍ତର ଆଜ ଦେବା ବୁଝାଇ ଭଗବାନ ମହାଦେବ ଗଣେଶଙ୍କୁ ଜାଣ ତ୍ରିଶୂଳରେ ମସ୍ତକ ଛେଦନ କରିଲ କାହିଁକି ଗଣେଶଙ୍କ ଛେଦନ କରିଲେ? ଏହାର ବିଷୟ କହୁଅଛି ଭଲେ ଗଣେଶ ପୁରାଣରୁ ଦେବୀ ବତାଇ ବସି ଶୁଣୁଥିବେ ମୋର ଭଉଣୀ ଭାଇ। ମାଳି ସୁମାଳି ବୋଲିଲ ଦୁଇ ଭାଇ ଥିଲେ ମାଳି ସୁମାଳି ବୋଲିଲ ଦୁଇ ଭାଇ ଥିଲେ ବ୍ରହ୍ମାଙ୍କ ଠାରୁ ବର ପାଇଥିଲେ ବ୍ରହ୍ମାଙ୍କ ବଳରେ ବଳିୟାର ହୋଇ ତିନି ପୁରକୁ ଦେଖ ହେଜିଣଇ ଏପରି ଦେଖ କେତେ ଯୁଗ ଗଲା ମାଳି ସୁମାଳି କି ହେ ବ୍ୟାଧି ହୋଇଲା ମାଳି ସୁମାଳି କି ହେ ବ୍ୟାଧି ହୋଇଲା ମାଳି ସୁମାଳି ବ୍ରହ୍ମାଙ୍କ ପାଶରେ ଯାଇଣ ନିଜର ଦୁଃଖ ଜଣାଇଲେ ଯାଇଣ ନିଜର ଦୁଃଖ ଜଣାଇଲେ ସେତେବେଳେ ବ୍ରହ୍ମା ବୋଲନ୍ତି ବଚନ ଶିବଙ୍କ ପାଶକୁ ହେ କର ଗମନ। ଭାଇଆ ମାଳି ସୁମାଳି ବୋଲି ଦୁଇ ଭାଇ ଥିଲେ ବୁଝିଲୁ। ସେମାନେ ଭଗବାନ ବ୍ରହ୍ମାଙ୍କୁ ତପସ୍ୟା କରି ବର ପାଇଥିଲେ ବରରେ ସେମାନେ ତିନି ପୁର ମଧ୍ୟ ବିଜୟ କରିଥିଲେ। ହେଲେ କଣ ହେଲା ଏଉଛି କେତେ ଦିନ ଚାଲିଗଲା କେତେ ଯୁଗ ବିତିଲା ଆଜ୍ଞା ମାଳି ସୁମାଳି କି ବ୍ୟାଧି ମାନେ ରୋଗ ହେଇଗଲା ରୋଗ ହେଲା ଏମିତି ରୋଗ ହେଲା ଶରୀର କ୍ଷୟ ହେବାର ଲାଗିଲା। ତେଣୁକରି ସେମାନେ ଭାବିଲେ କଣ ଆମକୁ ତ ବ୍ରହ୍ମା ବର ଦେଇଛନ୍ତି ଆମର କାହିଁକି ବ୍ୟାଧି ହେଲା। ସେତେବେଳେ ବ୍ରହ୍ମାଙ୍କ ପାଶକୁ ଯାଇ ଯେତେବେଳେ ମାଳି ସୁମାଳି ଜଣେଇଲେ ସେ ସମୟରେ ବ୍ରହ୍ମା କହିଲେ ଏ ରୋଗ ଭଲ ହେବା ପାଇଁ ତମେ ଶିବଙ୍କ ନିକଟକୁ ଯାଅ ଶିବ ତମ ନିଶ୍ଚୟ ତମ ରୋଗକୁ ଦୂର କରିବେ। ଯେତେବେଳେ ଶିବଙ୍କ ପାଶକୁ ମାଳି ସୁମାଳି ଆସିଲେ ଭଗବାନ ଶିବଙ୍କୁ ଦୁଃଖ ଜଣେଇଲେ ସେତେବେଳେ ଶିବ କଣ କଲେ ନା ମାଳି ସୁମାଳିକୁ ଗୋଟେ ମନ୍ତ୍ର ଦେଲେ ସୂର୍ଯ୍ୟଙ୍କର ମନ୍ତ୍ର ସୂର୍ଯ୍ୟ ଦେବତାଙ୍କ ମନ୍ତ୍ର ଦେଇକି କହିଲେ ତମେ ଉପାସନା କର ସୂର୍ଯ୍ୟଙ୍କର କାହିଁକି ରୋଗର ଦେବତା ହଉଛନ୍ତି ସୂର୍ଯ୍ୟ ଦେବତା ସୂର୍ଯ୍ୟଙ୍କୁ ଯଦି ଉପାସନା କରିବ ତାହେଲେ ତମ ରୋଗଟା ଭଲ ହେଇଯିବ। ଆଜ୍ଞା ମାଳି ସୁମାଳି ଯାଇ ଯେତେବେଳେ ମନ୍ତ୍ର ଉପାସନା କଲେ ସେ ସମୟରେ ମଧ୍ୟ ସୂର୍ଯ୍ୟ ଦେବତା ପ୍ରସନ୍ନ ହେଲେନି। ଏଣୁକରି ଶିବ ପୁଣି ରାଗି ଯାଇ ମୁଁ ଦେଇଥିବା ମନ୍ତ୍ରକୁ ସୂର୍ଯ୍ୟ ଦେବତା ଉଲ୍ଲଂଘନ କଲେ ବୋଲି କହି କଣ କଲେ ଶିବ ଯାଇକି ତ୍ରିଶୂଳରେ ସୂର୍ଯ୍ୟଙ୍କୁ ମାରିଦେଲେ ବୁଝିଲେ। ଯେତେବେଳେ ମାରିଦେଲେ ସୂର୍ଯ୍ୟ ଯେତେବେଳେ ପଡିଯିବେ ମରିଯିବେ କଣ ହବ ସଂସାରଟା ଅନ୍ଧାର ହେଇଗଲା। ସମସ୍ତ ଦେବତା ମାନେ ତ୍ରାହି ତ୍ରାହି କହିଲେ ସମସ୍ତେ ବ୍ରହ୍ମାଙ୍କ ପାଶକୁ ଗଲେ ପୁଣି ଶିବଙ୍କ ପାଶକୁ ଆସିଲେ ପୁଣି କଶ୍ୟପ ମୁନି ଯେ କି ସୂର୍ଯ୍ୟଙ୍କର ବାପା ହେଲେ କଶ୍ୟପ ଯେତେବେଳେ ଦେଖିଲେ ନିଜର ପୁଅଟା ମରିଯାଇଛି ସେତେବେଳେ ରାଗରେ ଭଗବାନ ଶିବଙ୍କୁ ଅଭିଶାପ ଦେଲେ କହିଲେ ହେ ଶିବ ତମେ ଦେବତା ଜଗତ ଜାଗର ମହାଦେବ ହୋଇ ମୋର ପୁଅକୁ ତମେ ମାରି ଦେଇଛ ମୁଁ ତମକୁ ଅଭିଶାପ ଦଉଛି ତମେ ମୋର ପୁଅକୁ ଯେମିତି ତ୍ରିଶୂଳରେ ମାରିଛ ତମେ ମଧ୍ୟ ତମ ନିଜର ପୁଅର ଶିରଚ୍ଛେଦନ କରିବ ତ୍ରିଶୂଳରେ ମାରିବ। ଏଣୁକରି ଭଗବାନ ଶିବ ନିଜର ପୁଅକୁ ମସ୍ତକକୁ ଛେଦନ କରିଥିଲେ କାହିଁକି ନା ଭଗବାନ କଶ୍ୟପଙ୍କର ଅଭିଶାପରେ ବୁଝିଲ ହେଲା କି ରେ ପୁଅ। ତାପରେ ଦେଖିବା ତାପରେ କହିବି ଗୋଟେ ଗୋଟେ ହେଲା ଖଣ୍ଡିଆ ଦାନ୍ତଟା କହିଦେବି ସେଟା କହିଦେବି କିରେ କାହିଁକି ନା ଆଜ୍ଞା ଯେତେବେଳେ ଜମଦଗ୍ନି ଋଷିଙ୍କୁ କିଏ ସେ କୃତବୀର୍ଯ୍ୟ ଅର୍ଜୁନ ମାରି ଦେଇଥିଲା ସହସ୍ର ଅର୍ଜୁନ
ସେତେବେଳେ ପରଶୁରାମ କଣ କରିଥିଲେ ଧରଣୀରୁ 21 ବାର କ୍ଷତ୍ରିୟ ନିକ୍ଷତ୍ରି କରିଥିଲେ। ଏଇ ସମୟରେ ପରଶୁରାମ ଯେତେବେଳେ ସମସ୍ତ ପୃଥିବୀର କ୍ଷତ୍ରିୟ ମାନଙ୍କୁ ମାରି ଦେଇଥିଲେ ବୁଝିଲେ, ଦିନେ ଭଗବାନ ସେଇ ପାପରୁ ମୁକ୍ତି ହେବା ପାଇଁ ଭଗବାନ ଶିବଙ୍କ ଦର୍ଶନ କରିବା ପାଇଁ ଆସିଥିଲେ। ଏଇ ସମୟରେ ଭଗବାନ ଗଣେଶ କଣ କରିଥିଲେ ଦ୍ୱାରପାଳ ହେଇକି ଥିଲେ, ପରଶୁରାମଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ। ସେତେବେଳେ ଭଗବାନ ପରଶୁରାମ କଣ କରିଥିଲେ ନିଜର ପରଶୁରେ ଆଜ୍ଞା ଗଣେଶଙ୍କର ଗୋଟେ ଦାନ୍ତକୁ ହାଣି ଦେଇଥିଲେ। ଏଣୁକରି ହଁ ଗଣେଶ ଦାନ୍ତ ଦେଖେଇଥିଲେ, ପରଶୁ ଯେତେବେଳେ ଉଠେଇଥିଲେ ଭଗବାନ ଗଣେଶ୍ୱର ଦାନ୍ତଟାକୁ ଦେଖେଇ ଦେଇଥିଲେ। ସେଦିନଠୁ ଗଢି ହେଇଛି। ମୁଁ ଭାବିଲି ଗାଁ କମିଟି ପିଲାମାନେ କାଦ କୁଆଡେ ନିଅଣ୍ଟ ପଡିଗଲା ଛାଡିଦେଲେ। କାଦ ନିଅଣ୍ଟ ହେଇଗଲା ଛାଡି ଦେଇଥିଲ କି? ହଉ ହେଲା ନା, ଭାରତ ସଂସାର ନିୟମ ଶୁଣାନ୍ତୁ ନା ରଖିଥାଏ।